ତ ବହୁତ ଦିନ ପରେ ମୋର 5ର ୱିନିଂ ଷ୍ଟ୍ରିକ୍ ହେଇଛି। ମୁଁ ଭାବୁଛି 10ର କରିବି। ତମେ ତ ଜାଣିଛ ଫାଷ୍ଟ ମୁଁ କେବେ ଜିତି ପାରିବିନି। ସେକେଣ୍ଡ ରାଉଣ୍ଡରେ ମୁଁ ଡେଜର୍ଟ ନେଇକି ଯାଉଥିଲି, କିନ୍ତୁ ମୋତେ କିଏ ଗୋଟେ ୱାନ୍ ଟାଇମ୍ ମାରିଲା। ପଛକୁ ଦେଖିଲା ବେଳେ ପଛରେ ବି କେହି ନାହିଁ। ୟାକୁ ମାରିଲା। ଇଏ କ'ଣ, ଇଏ ତ ପାପା କି ପରି ଉପରକୁ ଯାଇକି ଦେଲା ମାରି। ଏଇ ରାଉଣ୍ଡରେ ସ୍କୋପ୍ କରିକି ରେନିକୁ ଚାପି ଦେବାକୁ ଥିଲି, କିନ୍ତୁ ମୋତେ ଚାପିଦେଲା ଆଉ ମୋ ଟିମମେଟ୍ ତାକୁ ଚାପିଦେଲା। ଏବେ ମୋ ବିଏନ୍ ଭଣଜାର 1v3 ସିଚୁଏସନ୍। କ'ଣ ମୋ ଭଣଜା ରାଉଣ୍ଡ କାଢ଼ି ପାରିବ? ଚାଲ। ପୁଣି ଆମକୁ ମାରି ସେମାନେ 3 ରାଉଣ୍ଡ କରିନେଲେ। ତାପରେ ଆମେ କମ୍ବ୍ୟାକ୍ କରିବୁ। ଏଇ ରାଉଣ୍ଡରେ ମୋ ଟିମମେଟ୍ର ଏସ୍ ମାରିବାର ଥିଲା, ମୁଁ ଭୁଲରେ କିଲ୍ ଚୁରେଇ ନେଲି। ଲାଷ୍ଟ ରାଉଣ୍ଡରେ ମୋ ଟିମମେଟ୍ ମାନେ ସାମ୍ନାରୁ 3ଟା ବନ୍ଦାକୁ ମାରି ଦେଇଛନ୍ତି, ଆଉ ଅଛି 2ଟା ବନ୍ଧା। ଏଠି ଗୋଟେ ଏନିମି ଆମ 2 ଜଣଙ୍କୁ ଡାଉନ୍ କରି ପଳେଇଲା, କିନ୍ତୁ ଆମେ ତାର କିଛି ଛୁଡ଼ି ପାରିଲୁ ନାହିଁ। ମୁଁ ତ ଭାବୁଥିଲି ମୋର ୱିନିଂ ଷ୍ଟ୍ରିକ୍ ଗଲା, କିନ୍ତୁ ମୋ ବିଏନ୍ ଭଣଜା ଆମ 2 ଜଣଙ୍କୁ ରିଭାଇଭ୍ କରିଦେଲା। ତାପରେ ଏଠି ଗୋଟେ ଏନିମିକୁ ଅଧା ଡ୍ୟାମେଜ୍ ଦେଲି, ଆଉ ମୋ ଟିମମେଟ୍ ତାକୁ ଚାପିଦେଲା। ଆଉ ଗୋଟେ ବନ୍ଦା ତଳେ ଅଛି। ମୋ ବିଏନ୍ ଭଣଜା ତଳକୁ ଯାଇଛି, ତଳକୁ ଯାଇକି ଚାପିଦେଲା। ମୋର ୱିନିଂ ଷ୍ଟ୍ରିକ୍ बाल बाल बच गया रे देवा।